ଜୟ ଶ୍ରୀକୃଷ୍ଣ। ମହାଭାରତ ଯୁଦ୍ଧ ସମୟରେ ଯେତେବେଳେ ପିତାମହ ଭୀଷ୍ମ ସରଶଯ୍ୟାରେ ପଡ଼ି କଷ୍ଟ ପାଉଥିଲେ, ସେତେବେଳେ ଭଗବାନ କୃଷ୍ଣ ତାଙ୍କ ପାଖକୁ ଯାଇଥିଲେ। ଭୀଷ୍ମ କହିଲେ, ଭଗବାନ, ମୋର 10 ଜନ୍ମର କଥା ମନେ ଅଛି। ମୁଁ କୌଣସି ପାପ କରିନାହିଁ। ତାପରେ ବି ଏତେ ଯନ୍ତ୍ରଣା, ଏତେ କଷ୍ଟ କ'ଣ ପାଇଁ? ଇଏ ହେଉଛି 10 ଜନ୍ମ। ତା ପୂର୍ବ ଜନ୍ମ ତୁମେ ସେତେବେଳେ ଗୋଟେ ରାଜକୁମାର ଥିଲ। ଆଉ ରାସ୍ତାରେ ଗଲାବେଳେ ତୁମ ଆଗରେ ଗୋଟେ ସାପ ପ୍ରବେଶ କରିଥିଲା। ତୀର ମାରି ଗୋଟେ ସାଇଟ୍ ସାପକୁ ପକାଇ ଦେଇଥିଲେ। ତୁମେ ଜାଣିନ, ଭୁଲବଶତଃ ସିଏ ସାପ କଣ୍ଟା ଭିତରେ ପଡ଼ିଗଲା। ତାପରେ ତା ଦେହରେ କଣ୍ଟା ଫୁଟି ଦେହସାରା ରକ୍ତସ୍ରାବ ହୋଇଗଲା। ସେ ଯେତେ ଚେଷ୍ଟା କଲା ବାହାରିବା ପାଇଁ, ସେତେ କଣ୍ଟା ଫୁଟି ଫୁଟି ଗଲା। ହେ ଭଗବାନ, ମୋର ଏ ଦଶା ଯିଏ କରିଛି, ତାର ହିଁ ସେଇ ଦଶା କର ତୁମେ। ତା ମାନେ ହେଉଛି ଗଙ୍ଗା ମାତାଙ୍କ ପୁତ୍ର ପିତାମହ ଭୀଷ୍ମ। ସେ ନିଜେ ପାପ ଧୋଇ ପାରିଲେନି, ତାଙ୍କୁ ଭୋଗିବାକୁ ପଡ଼ିଲା। ଜୟ ଶ୍ରୀକୃଷ୍ଣ।